ସାଙ୍ଗମାନେ ଏ କାହାଣୀର ପୂର୍ବ ଭାଗରେ ଦେଖିଥିଲେ ଯେ ଲାଲିର ଦୁଇଟି ଝିଅ ଥିଲେ, ଗୋଟେ ନିନି ଆଉ ଗୋଟେ ଗିନି। ନିନି ତ ବହୁତ ଭଲ ଆଉ ସରଳ ଥିଲା, ହେଲେ ଗିନି ବହୁତ ଦୁଷ୍ଟ ଥିଲା। ଲିଲିର କୌଣସି କଥା ମାନୁ ନଥିଲା। ଏମିତିରେ ସେ ଗୋଟେ ଦୁଷ୍ଟ କାଉ ସହ ସାଙ୍ଗ ହେଇଯାଇଥିଲା, ଆଉ ସେ ଦୁଷ୍ଟ କାଉର କଥାରେ ପଡ଼ି ତାକୁ ବାହା ହେବାକୁ ଯାଉଥିଲା। ଯଦି ମୋ ମା ମାନିବନି ତ କଣ ହେଲା? ଯଦି ତମର ଆଉ ମୋର ବାହାଘର ତମ ମା ମାନିବେନି ତ ଘରୁ ପଳେଇକି ବାହା ହେଇଯିବା। ତମର ଖାଲି ଅଙ୍ଗୁର ବଗିଚା ଅଛି କି ଆଉ ବି କିଛି ଫଳ ବଗିଚା ଅଛି? ହଁ, ଚନାର ଫସଲ ବି, ଆଉ ଅମୃତଭଣ୍ଡା ବି ତା ପାଖରେ ଅଛି, ସେଇଟା ବି ଆମର। ତାହେଲେ ମୁଁ ମାକୁ ଯେମିତି ହେଲେ ମନେଇ ନେବି। ସେମାନେ ଏମିତି କଥା ହେଉଥାନ୍ତି, ଗିନିର ସାନ ଭଉଣୀ ବି ସେଠାକୁ ଚାଲି ଆସେ। ଗିନି, ତୁ ସକାଳୁ ଏଇଠି ହିଁ ବସିଛୁ? ତୁ ତ କହୁଥିଲୁ କି ମୋର ପଛରେ ହିଁ ଆସିବୁ ବୋଲି। ଆଉ ଏ କାଉ କିଏ? ନିନି, ମୋର ଛୋଟ ଭଉଣୀ। ମାକୁ କହିବୁନି କି ମୁଁ ଆଜି ମିଟୁ ଅଙ୍କଲଙ୍କ ପାଖକୁ ଯାଇନଥିଲି ବୋଲି। ଗିନି, ମୁଁ ଯାଉଛି। ଚଢ଼େଇ ମାନେ ଆସି ମୋ ବଗିଚାରୁ ଫଳ ଖାଇ ଦଉଛନ୍ତି, ମତେ ଜଗିବାକୁ ପଡ଼ିବ। ଆଉ ଏମିତି କହି ସେ କାଉ ସେଇଠୁ ଚାଲିଯାଏ, ଆଉ ଗିନି ଆଉ ନିନି ବି ସେଇଠୁ ତାଙ୍କ ଘରକୁ ଚାଲିଯାଆନ୍ତି। ଗିନି, ମୋ ଝିଅ, ବସା କେମିତି ବନାନ୍ତି ଆଜି ତ ମିଟୁ ଅଙ୍କଲ ପାଖରୁ ଶିଖି ଯାଇଥିବୁ। ମା, ମୁଁ ତମ ପାଖରେ କିଛି ଲୁଚେଇବାକୁ ଚାହୁଁନି। ମା, ଗିନି ଦିଦି ଆଜି ବି ସ୍କୁଲ ଯାଇନଥିଲା, ଆଉ ରାସ୍ତାରେ ଗୋଟେ ଅଜଣା କାଉ ସହ ବସିଥିଲା। ଗିନି, ତୁ ଏବେ ବଡ଼ ହେଇଗଲୁଣି, କଣ ପାଇଁ ଏମିତି ସବୁ କରୁଛୁ? ଆଗରୁ ତ ତୋ ବାପା ମତେ ଶାନ୍ତିରେ ବଞ୍ଚିବାକୁ ଦେଉନଥିଲେ, ଆଉ ଏଇନା ତୁ କଣ ତୋ ବାବା ସହ ମିଶିକି ଏମିତି କରୁଛୁ? କିଏ ସେ କାଉ? କାହା ସହ ତୁ ଆଜି ରାସ୍ତାରେ ବସିଥିଲୁ? ମା, ସେ କାଉ ଅଲଗା ଜଙ୍ଗଲରେ ରହୁଛି, ଆଉ ମା ତାର ଅଙ୍ଗୁର ବଗିଚା ବି ଅଛି। ଗିନି, ସତରେ କଣ ତାର ଅଙ୍ଗୁର ବଗିଚା ଅଛି? ହଁ ବାପା, ଆଉ ସେ କହୁଥିଲା କି ତାର ଆଉ ବି ଫଳ ବଗିଚା ଅଛି। ମା, ସେ ମତେ ବାହା ହେବାକୁ ଚାହୁଁଛି, ଆଉ ମତେ ସେ ବଗିଚାର ମାଲିକାଣୀ କରିବାକୁ ଚାହୁଁଛି। ପୁଚୁ ଚଢ଼େଇର ଭଉଣୀ ରହୁଛି ସେଇ ଜଙ୍ଗଲରେ, ଆଉ ପୁଚୁ ଚଢ଼େଇ ମତେ ସବୁ କହିଛି। ସେ ଗୋଟେ ମିଛୁଆ କାଉ। ସେ ତୋତେ ବାହା ହବ ଆଉ ତୋର ପୁରା ଜୀବନ ବର୍ବାଦ କରିଦେବ। ମୁଁ ତୋ ବାହାଘର ଏମିତି ମିଛୁଆ କାଉ ସହ କେବେ କରିପାରିବିନି। ହେଲେ ମା, ସେ ଏମିତି ନୁହଁ। ପୁଚୁ ଆଣ୍ଟି ତ ଈର୍ଷା କରୁଛନ୍ତି କି ଆମର ବଡ଼ ଘର କାଉ ସହ ସମ୍ପର୍କ ନ ହେଇଯାଉ। ସେ ଯାହା ବି ହେଉ, ନା ତା ପାଖକୁ ଯିବୁ ନା ତା ସହ କାଲିଠୁ କଥା ହବୁ। ତାପରେ ରାତି ବହୁତ ହେଇଯାଏ, ଆଉ ସମସ୍ତେ ଶୋଇପଡ଼ନ୍ତି। ହେଲେ ଗିନି ତ ସେ କାଉ ବିଷୟରେ ହିଁ ରାତି ସାରା ଭାବୁଥାଏ। ଏମିତିରେ ସକାଳ ହେଇଯାଏ। ମା, ଆମେ ଆଜି ଯିବୁ ମିଟୁ ଅଙ୍କଲଙ୍କ ସ୍କୁଲକୁ? ହଁ, ଯାଅ। ହେଲେ ମୁଁ ଆଜି ତମ ପଛରେ ହିଁ ଯିବି, ଆଉ ଦେଖିବି ତମେ ସ୍କୁଲ ଯାଉଛ କି ନାହିଁ। ଆଉ ସେ ଦି ଜଣ ସେଇଠୁ ଚାଲିଯାଆନ୍ତି। ଗିନି, ତମେ 2 ଦିନ ହେଲା କଣ ପାଇଁ ଆସୁନଥିଲ? ନିନି ତ ତମଠୁ ସାନ ହବ, ଆଉ ନିନି ସବୁ ଶିଖିଗଲାଣି କି ଘର କେମିତି ବନାନ୍ତି। ମିଟୁ ଅଙ୍କଲ, ମୋର ଦେହ ଟିକେ ଭଲ ନଥିଲା, ସେଥିପାଇଁ ମୁଁ ଆସିପାରୁନଥିଲି। କଣ ହେଇଥିଲା ତମର? ମିଟୁ ଅଙ୍କଲ, ମତେ ଶୋଷ ବାରମ୍ବାର ଲାଗୁଛି। ମୁଁ ଏଇନା ଘରୁ ପାଣି ପିଇକି ଆସିଥିଲି, ହେଲେ ବି ଏଇନା ମତେ ଶୋଷ ଲାଗିଲାଣି। ଗିନି, ତୁ ମିଛ କହନି। ମୁଁ ଏବେ ତତେ କୁଆଡ଼େ ଯିବାକୁ ଦେବିନି। ମୁଁ ପାଣି ପିଇକି ସାଙ୍ଗେ ସାଙ୍ଗେ ଆସିବି। ଏମିତି କହି ଗିନି ସେଇଠୁ ଚାଲିଯାଏ, ଆଉ ମିଟୁ ଅନ୍ୟ ଚଢ଼େଇମାନଙ୍କୁ ଶିଖାଏ। ମୁଁ ତମକୁ କେତେବେଳୁ ଏଇଠି ଅପେକ୍ଷା କରିଛି, ଆଜି ଆସିବାକୁ ଏତେ ଲେଟ୍ କେମିତି ହେଲା? ମୋର ପ୍ୟାରି କାଉ, ମୁଁ ଆଜି ମିଟୁ ଅଙ୍କଲଙ୍କ ସ୍କୁଲକୁ ଯାଇଥିଲି। ସେଇଠୁ ମୁଁ ମିଛ କହିକି ବହୁତ କଷ୍ଟରେ ଆସିଲି। ତମେ କଥା ହେଲ ତମ ମା ସହ ଆମ ବାହାଘର କଥା? ହଁ, ମାକୁ କହିଲି, ହେଲେ ମା ମାନିଲେନି। ମା ତ ମାନି ଯାଇଥାନ୍ତେ, ହେଲେ ଆମ ପଡ଼ୋଶୀ ପୁଚୁ ଆଣ୍ଟି ମାକୁ କହିଛି କି ତମର କିଛି ବି ବଗିଚା ନାହିଁ, ଆଉ ତମେ ମିଛୁଆ ବୋଲି। ଏମିତି ଶୁଣି କାଉଟି ଡରିଯାଏ, ଆଉ ଗିନିକୁ କୁହେ, ଆଜି ରାତିରେ ତମେ ଚେଇଁକି ଥିବ, ମୁଁ ତମକୁ ନେବାକୁ ଆସିବି। ହେଲେ ମା? ତମେ ମାକୁ ଛାଡ଼, ଆମେ ଆଗ ବାହାଘର ହେଇଯିବା, ତାପରେ ଦେଖିବା କଣ ହବ। ସେ 2 ଜଣ ଏମିତି କଥା ହେଉଥାନ୍ତି, ଆଉ ସେଠାକୁ ଲିଲି ଆଉ ପୁଚୁ ଆସିଯାଆନ୍ତି। ଗିନି, ତୁ ଆଜି ବି ସ୍କୁଲ ଯାଇନୁ? ଆଉ ଏ ଆବାରା କାଉ ସହ ବସିଛୁ ଏଇଠି? ହଉ, ମୁଁ ଯାଉଛି। ଏମିତି କହି ସେ କାଉଟି ସେଇଠୁ ଚାଲିଯାଏ। ଗିନି, ମୋର ପ୍ୟାରି ଝିଅ, କଣ ପାଇଁ ତୁ ତୋ ମାକୁ ହଇରାଣ କରୁଛୁ? ସେ କାଉ ଭଲ ନୁହଁ, କିଛି ବି କାମ କରୁନି। ସେ ଦିନ ସାରା ଲୋକମାନଙ୍କର ଖାଇବା ଚୋରି କରୁଥାଏ,
ଆଣ୍ଟି, ଆମର ଏଇଟା ପର୍ସନାଲ କଥା। ତମେ ଏଇଥିରେ କିଛି ବି କହିବା ଠିକ ହବନି। ତମେ ଯେତେବେଳେ ତମ ଝିଅର ବାହାଘର କରିବ କଣ ଆମକୁ ପଚାରିକି କରିବ? ଯାଅ, ତମେ ତୁମର କାମ କର। ଲାଲି ଭଉଣୀ, ମୁଁ ଯାଉଛି। ତମ ଝିଅ ତ ବହୁତ ବିଗିଡ଼ି ଗଲାଣି। ଏମିତି କହି ପୁଚୁ ସେଇଠୁ ଚାଲିଯାଏ। ଚାଲ ଘରକୁ ଚାଲ। ଆଜିଠୁ ତୋର ବାହାରକୁ ଯିବା ବନ୍ଦ। ନା କାଲିଠୁ ତୁ ସ୍କୁଲ ଯିବୁ ନା ଖାଇବା ଆଣିବାକୁ। ଆଉ ସେମିତି କହି ଲାଲି ତା ଝିଅ ଗିନିକୁ ନେଇ ବସାକୁ ଚାଲିଯାଏ। କାଲୁ, ଏବେ ବି ସମୟ ଅଛି, ସମ୍ଭାଳ ନିଜ ଝିଅ ମାନଙ୍କୁ। ଗିନି ଗୋଟେ ଆବାରା କାଉର କଥାରେ ପଡ଼ିଗଲାଣି। ଆଉ ମୋର ତ ଗୋଟେ ବି କଥା ମାନୁନି। ଲାଲି, ତମକୁ କହିଛି ନା ମୁଁ ଏମାନଙ୍କର ଧ୍ୟାନ ରଖିପାରିବିନି। ମୁଁ ଜାଣିନି ଏଇ ସବୁ କଥା। ତମେ ଯାହା କରିବ କର। ଆଉ ଏମିତି କହି କାଲୁ କାଉଟି ଶୋଇପଡ଼େ। ଆଉ ତାପରେ ସନ୍ଧ୍ୟା ହେଇଯାଏ। ଆଉ ନିନି ବି ବସାକୁ ଚାଲି ଆସେ। ମା, ତମେ ଏତେ ଦୁଃଖରେ କଣ ପାଇଁ ଅଛ? ତମେ ଠିକ ଅଛ ତ? ହଁ, ମୁଁ ଠିକ ଅଛି। ମୋ ଝିଅ, ତୁ ଏକା ମତେ ହଇରାଣ କରୁନୁ। ଆଉ ଏ ଗିନି ତ ଯେ ମୋର ଗୋଟେ ବି କଥା ମାନୁନି। ମା, ତମେ ତ ସବୁବେଳେ ମୋ ପଛରେ ପଡ଼ିଛ। ଏମିତିରେ ରାତି ହେଇଯାଏ। ଆଉ ସମସ୍ତେ ଶୋଇପଡ଼ନ୍ତି। ନିନି, କଣ ପାଇଁ ଚେଇଁଛୁ? ହଁ ମା, ମୁଁ ଶୋଇବାକୁ ହିଁ ଯାଉଛି। ନିନି, ତୁ କାଲିଠୁ ଏକା ହିଁ ସ୍କୁଲକୁ ଯିବୁ। ଗିନିକୁ ନେବୁନି ସାଥିରେ। ମତେ ଲାଗୁଛି ପୁରା ଜଙ୍ଗଲରେ ଇଏ ମତେ ବଦନାମ କରିଦବ। ଆଉ ଏମିତି କଥା ହେଇ ଦୁଇ ମା ଝିଅ ବି ଶୋଇପଡ଼ନ୍ତି। ହେଲେ ଗିନି ତ ଚେଇଁଥାଏ ଆଉ ଶୋଇବାର ଅଭିନୟ କରୁଥାଏ। ସେମାନେ ଶୋଇ ସାଇଲା ପରେ ଗିନି ଉଠି ପଡ଼େ। ଆଉ କିଛି ସମୟ ପରେ ସେ କାଉ ବି ଚାଲି ଆସେ। ଗିନି, ଗିନି, ମୁଁ ଆସିଗଲି। ଆଉ ସେ କାଉ ଯେମିତି ଆବାଜ ଦିଏ, ଗିନି ତା ପାଖକୁ ଚାଲିଯାଏ। ମା ଆଜିଠୁ ବସାରୁ ବାହାରକୁ ଯିବା ପାଇଁ ମନା କରିଛି। ସେଥିପାଇଁ ତ ମୁଁ ତମକୁ ନେବାକୁ ଆସିଛି। ମୁଁ ଦେଖିପାରିବିନି ତମକୁ ଏମିତି ବନ୍ଦୀ ହେଇ ରହିବାର। ତମେ ସବୁ ସମ୍ଭାଳି ନେବ ନା? ତମେ ମୋର ଅଙ୍ଗୁର ବଗିଚା ସମ୍ଭାଳିବ, ଆଉ ମୁଁ ତମକୁ ସମ୍ଭାଳି ନେବି। କାଉଟି ଏମିତି କହି ଗିନିକୁ ଯିବା ପାଇଁ କୁହେ। ଆଉ ଗିନି ତା ମା ବାବା ଆଉ ଘରକୁ ଛାଡ଼ି ସେ ଅଜଣା କାଉ ସହ ଚାଲିଯାଏ। ଆଉ ଯାଇ ସେ କାଉର ବସାରେ ପହଞ୍ଚି ଯାଆନ୍ତି। ଏଇ ବସା ତ ଭାଙ୍ଗି ଯାଇଛି। କଣ ଆମେ ଏଇଠି ରହିବା? ହଁ, ମୁଁ ତମକୁ କହିବାକୁ ଭୁଲି ଯାଇଥିଲି କି ଯୋଉ ବର୍ଷା ହୋଇଥିଲା ସେଇଥିରେ ବସା ଭାଙ୍ଗି ଯାଇଥିଲା। କାଲି ହିଁ କିଛି ଚଢ଼େଇକୁ ଅଙ୍ଗୁର ଦେଇ ନୂଆ ବସା ବନେଇ ଦେବି। ଏମିତିରେ ସକାଳ ହେଇଯାଏ। କାଲୁ ଉଠ, କାଲୁ ଜଲ୍ଦି ଉଠ। ଆମ ଝିଅ ଗିନି କୁଆଡ଼େ ଚାଲି ଯାଇଛି ବସାରୁ। ସେ ବସାରେ ନାହିଁ। ଲାଲି, ତମେ କଣ କହୁଛ? ଗିନି କୁଆଡ଼େ ଚାଲି ଯାଇଛି? ଆଉ ତାପରେ ସେ କାନ୍ଦିବାକୁ ଲାଗେ। ମା, କାନ୍ଦନି ମା। ଯଦି ସେ ତମ ଇଜ୍ଜତ କଥା ଭାବିଲାନି, ତମେ ତା କଥା କଣ ପାଇଁ ଭାବୁଛ? ମୁଁ ତାକୁ କେତେ ଯତ୍ନରେ ଛୋଟରୁ ବଡ଼ କରିଥିଲି, ହେଲେ ସେ ମତେ ଆଜି ଏ ଜଙ୍ଗଲରେ ବଦନାମ କରିଦେଲା। ଶୁଣୁଛ, ମତେ ତମେ ଜଲ୍ଦି ଅଙ୍ଗୁର ବଗିଚାକୁ ନେଇ ଚାଲ। ମୁଁ ଆଉ ଅପେକ୍ଷା କରିପାରୁନି। ଗିନି, ତମେ ପାଗଳ ହେଇଯାଇଛ? ଯଦି ମୋର ଅଙ୍ଗୁର ବଗିଚା ଥାଆନ୍ତା, ତାହେଲେ କଣ ମୁଁ ଚଢ଼େଇ ମାନଙ୍କର ଖାଇବା ଚୋରି କରିକି ଖାଆନ୍ତି? ତମେ ଇଏ କଣ କହୁଛ? ତାହେଲେ ସେଇ ସବୁ କଥା କଣ ମିଛ ଥିଲା? ଆଉ ତମେ ମତେ ଯୋଉ କଥା ଦେଇଥିଲ ସେଇ ସବୁ କଣ ମିଛ ଥିଲା? ଆବାଜ କମେଇକି କୁହ। ମତେ ଜୋରରେ କହିଲେ ଭଲ ଲାଗେନି। ଆଉ ଏବେ ତ ତମେ ମୋ ପତ୍ନୀ। ଏବେ ଯଦି ତମେ ବଡ଼ ପାଟିରେ କହିବ, ମୁଁ ତମର ଥଣ୍ଟ ଭାଙ୍ଗିଦେବି। ଆଉ ଏମିତି ଶୁଣି ଗିନି ଡରିଯାଏ। ମୁଁ ତମ ପାଇଁ ମୋ ମାମା ବାବାଙ୍କୁ ଆଉ ଘର ଛାଡ଼ି ତମ ସହ ଆସିଲି, ଆଉ ତମେ ମୋ ଥଣ୍ଟ ଭାଙ୍ଗିବା କଥା କହୁଛ? ଏଇ କଥା ସବୁ ଏବେ ଜୀବନ ସାରା ଲାଗି ରହିବ। ଏବେ ତମେ ଯାଅ ଆଉ ମୋ ପାଇଁ ଖାଇବା ଖୋଜିକି ଆଣ। ଏବେ ତମେ ଏଇ ଜଙ୍ଗଲରେ ଆଜାଦ। ତମେ ଯୁଆଡ଼େ ଚାହିଁବ ଯାଇପାରିବ। ହେଲେ ତମେ ଏବେ ତ ତମ ଘରକୁ ବି ଯାଇପାରିବନି, କାହିଁକି ନା ତମେ ମୋ ସହ ପଳେଇ ଆସିଛ। ସାଙ୍ଗମାନେ, ଆପଣ କଣ କହିପାରିବେ ମିଟୁ ସ୍କୁଲରେ କଣ ଶିଖାଉଥିଲା? ଆଉ ଏ କାହାଣୀର ଦ୍ୱିତୀୟ ଭାଗ ଦେଖିବାକୁ ଚାହୁଁଛନ୍ତି ତ 2 ଦିନ ପରେ ଏହି ଚ୍ୟାନେଲରେ ଆସିବ। ଯଦି ସାଙ୍ଗମାନେ ଆମ ଚ୍ୟାନେଲକୁ ଏଯାଏଁ ସବସ୍କ୍ରାଇବ କରିନାହାନ୍ତି, ତ ଯାଇକି ଶୀଘ୍ର ସବସ୍କ୍ରାଇବ କରିଦିଅନ୍ତୁ। ଆଉ ଯଦି ଏହି ଭାଗଟି ଆପଣମାନଙ୍କୁ ଭଲ ଲାଗିଛି, ତ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ।